ପିଲାମାନେ ଏବେ ସୁରଭି 2024 ଆରମ୍ଭ ହୋଇସାରିଛି। ତ ଆମକୁ ଯେଉଁ ପ୍ରବନ୍ଧ ଅଛି ଅଷ୍ଟମରୁ ଦଶମ ଶ୍ରେଣୀ ପାଇଁ, ସେଇଥିରେ ଆମକୁ ବିଷୟ ଦିଆହେଇଛି ନୂତନ ଓଡ଼ିଶା ଗଠନରେ ଲୋକକଳାର ଭୂମିକା। ତ ଏଇ ପ୍ରବନ୍ଧ ଲେଖିବା ପାଇଁ ସମସ୍ତେ ମନେ ରଖିଥିବା ଆମକୁ 1 ଘଣ୍ଟା ସମୟ ଦିଆହେଇଛି। ଏଇ 1 ଘଣ୍ଟା ଭିତରେ ଆମକୁ ଏଇ ପ୍ରବନ୍ଧ ଶେଷ କରିବାକୁ ପଡ଼ିବ। ଉପକ୍ରମ। ଲୋକକଳା ହେଉଛି ପାରମ୍ପରିକ କୌଶଳ ଓ କାଳର ପରିପ୍ରକାଶ, ଯାହା ସମୁଦାୟର ସାଂସ୍କୃତିକ ଉତ୍ସବ ଓ ପ୍ରତିଦିନର ଜୀବନକୁ ପ୍ରତିବିମ୍ବିତ କରେ। ଏହି କାଳର ଆକୃତିଗୁଡ଼ିକ ସ୍ଥାନୀୟ ପରମ୍ପରାରେ ନିହିତ, ଯାହା ସାଧାରଣତଃ ହାତରେ ତିଆରି ହୋଇଥିବା ଜିନିଷ ଓ ଶିଳ୍ପକୃତି ସହିତ ସମ୍ପୃକ୍ତ। ଲୋକକଳା କୌଣସି ସମ୍ପ୍ରଦାୟର ଆସ୍ଥା, ନୈତିକତା, ବିଚାର, ଦୈନିକ ଜୀବନକୁ ପ୍ରକାଶ କରିଥାଏ। ସାଧାରଣତଃ ଲୋକକଳାଗୁଡ଼ିକ ସାଧାରଣ ଲୋକମାନେ ହିଁ ତିଆରି କରନ୍ତି, ପେଶାଦାର କଳାକାର ନୁହେଁ। ଆମ ରାଜ୍ୟ ଓଡ଼ିଶାର ଲୋକକଳା ବିଶ୍ୱ ଦରବାରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ସହାୟକ ହୋଇପାରିଛି। ତ ଇଏ ତ ଥିଲା ଆମର ଉପକ୍ରମ। ଉପକ୍ରମ ଶେଷ ହେଲା ପରେ ଆମେ ଆରମ୍ଭ କରିବା ଓଡ଼ିଶାର ଲୋକକଳା। ଆମ ଓଡ଼ିଶାର ଲୋକକଳା ବେଶ୍ ପୁରାତନ, ସମୃଦ୍ଧ ଓ ଲୋକପ୍ରିୟ। ଆମ ସଂସ୍କୃତିର ତୁଳନା ନାହିଁ। ସେ ଛଉ ନୃତ୍ୟ ହେଉ କି ଗୋଟିପୁଅ ନୃତ୍ୟ ହେଉ, ସେ ସମ୍ବଲପୁର ଡାଲଖାଇ ହେଉ କି ବିଶ୍ୱପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା, ଏହା ସବୁବେଳେ ବିଶ୍ୱ ଦରବାରରେ ଓଡ଼ିଶାର ଏକ ପରିଚୟ ସୃଷ୍ଟି କରିବା ସହିତ ଆମମାନଙ୍କ ମଧ୍ୟରେ ଖୁସି ଓ ଏକତାର ସୂତ୍ର ସ୍ଥାପନ କରିଆସିଅଛି। ସେମାନଙ୍କ ମଧ୍ୟରୁ ଓଡ଼ିଶାର କିଛି ପ୍ରସିଦ୍ଧ ଲୋକକଳା ଓ ଲୋକନୃତ୍ୟ ହେଉଛି କଟକର ତାରକସି କାମ। କଟକର ତାରକସି କାମ ଏହାର ସୁକୁମାରତା ଓ ଜଟିଳ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ। ଏହି କୌଶଳୀୟ କଳା 500 ବର୍ଷରୁ ଅଧିକ ପୁରାତନ ଅଟେ ଏବଂ ଏହାକୁ ପୂର୍ବ ଓଡ଼ିଶାର ସ୍ଥାନୀୟ କାରିଗରମାନେ ପାରମ୍ପରିକ ଭାବେ କରିଥାନ୍ତି। ସେକେଣ୍ଡରେ ଆସୁଛି ଆମର ସମ୍ବଲପୁର ନୃତ୍ୟ। ମା ସମଲେଇ ଦେବୀଙ୍କ ନାମରୁ ସୃଷ୍ଟି ସମ୍ବଲପୁର। ଏହି ନୃତ୍ୟ ନିଜର ଅଦ୍ୱିତୀୟ ନୃତ୍ୟଶୈଳୀ ପାଇଁ ଆଜି ବିଶ୍ୱର କୋଣ ଅନୁକୋଣରେ ପରିଚିତ ଓ ଓଡ଼ିଶାର ନାମକୁ ଗୌରବାନ୍ୱିତ କରିବାରେ ମହାନ ଭୂମିକା ଗ୍ରହଣ କରିଅଛି। ସମ୍ବଲପୁର ନୃତ୍ୟର ପ୍ରସିଦ୍ଧ ପ୍ରସ୍ତୁତି ଡାଲଖାଇ ଏକ ସୁପ୍ରସିଦ୍ଧ ଲୋକନୃତ୍ୟ ଅଟେ। ଓଡ଼ିଶୀ ନୃତ୍ୟ। ଭାରତର ବିଭିନ୍ନ ନାଟ୍ୟଶାସ୍ତ୍ର ମଧ୍ୟରୁ ଓଡ଼ିଶାର ଓଡ଼ିଶୀ ନୃତ୍ୟ ସବୁଠାରୁ ଅନ୍ୟତମ। ଏହାର ବିଶେଷ ଭାବଢଙ୍ଗୀ ଓ ନୃତ୍ୟଶୈଳୀ ପାଇଁ ଏହା କେବଳ ଭାରତର ନୁହେଁ, ବିଶ୍ୱ ପ୍ରସିଦ୍ଧ ଅଟେ। ଏହି ଓଡ଼ିଶୀ ନୃତ୍ୟ ଦ୍ୱାରା ଆମ ରାଜ୍ୟ ଓଡ଼ିଶା ଆଜି ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। 4 ନମ୍ବରରେ ଆସିବ ଛଉ ନୃତ୍ୟ। ମୟୂରଭଞ୍ଜ ଜିଲ୍ଲାର ଛଉ ନୃତ୍ୟ ଆଜି ଭାରତ ପ୍ରସିଦ୍ଧ। ବିଭିନ୍ନ ପାରମ୍ପରିକ ନୃତ୍ୟ ମଧ୍ୟରେ ଏହା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ହିନ୍ଦୁ ପୁରାଣ, ରାମାୟଣ, ମହାଭାରତ ଇତ୍ୟାଦିରେ ଛଉ ନୃତ୍ୟ ସମ୍ବନ୍ଧୀୟ ସାହିତ୍ୟିକ ଗଳ୍ପ ରହିଅଛି। 5 ନମ୍ବରରେ ଆସୁଛି ଧନୁଯାତ୍ରା। ବରଗଡ଼ ଜିଲ୍ଲାର ଧନୁଯାତ୍ରା ବିଶ୍ୱର ସର୍ବବୃହତ ଖୋଲା ନାଟ୍ୟଶାଳା, ଯାହା ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଅଛି। ଏହା ପ୍ରତ୍ୟେକ ବର୍ଷ ଧୁମଧାମରେ ପାଳନ କରାଯାଇଥାଏ। ଶେଷରେ ଲେଖିବା ଆମେ ଉପସଂହାର ବା ଶେଷ କଥା। କୌଣସି ସ୍ଥାନର ଲୋକକଳା ସେହି ସ୍ଥାନର ଲୋକମାନଙ୍କର ବିଚାରଧାରା, ଜୀବନଶୈଳୀକୁ ପ୍ରତିବିମ୍ବିତ କରିଥାଏ। ସେହିପରି ନୂତନ ଓଡ଼ିଶା ଗଠନରେ ବିଶ୍ୱ ଦରବାରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଏହି ଲୋକକଳା ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହାଦ୍ୱାରା ଓଡ଼ିଶାର ଲୋକମାନଙ୍କର ଆସ୍ଥା, ବିଶ୍ୱାସ, ନୈତିକତା ଇତ୍ୟାଦି ପ୍ରସ୍ଫୁଟିତ ହେବା ସହିତ ଆମ ପରମ୍ପରାକୁ ସାଇତି ରଖିବାରେ ପରସ୍ପର ମଧ୍ୟରେ ସମ୍ପର୍କ, ସୌହାର୍ଦ୍ଦ୍ୟମୂଳକ ଭାବନା ଦୃଢ଼ ହୋଇଥାଏ। ତ ପିଲାମାନେ, ଏ ତ ଥିଲା ଆମର ପ୍ରବନ୍ଧ। ପ୍ରବନ୍ଧର ବିଷୟବସ୍ତୁ ଆଉଥରେ କହିଦେଉଛି। ନୂତନ ଓଡ଼ିଶାର ଗଠନରେ ଲୋକକଳାର ଭୂମିକା। ତେଣୁ ଫାଷ୍ଟ ତୁମେ ଲେଖିବ ଉପକ୍ରମ। ଉପକ୍ରମ ଲେଖି ସାରିଲା ପରେ ଆମେ ଲେଖିବା ଓଡ଼ିଶାର ଲୋକକଳା। ଓଡ଼ିଶାର ଲୋକକଳା ଭିତରେ ଆମେ ଦେଖିବା ତାରକସି କାମ ଅଛି, ସମ୍ବଲପୁର ନୃତ୍ୟ ଅଛି, ଓଡ଼ିଶୀ ନୃତ୍ୟ ଅଛି, ତାପରେ ଛଉ ନୃତ୍ୟ ମଧ୍ୟ ରହିଛି, ଧନୁଯାତ୍ରା ରହିଛି। ଏହିସବୁ ଲେଖି ସାରିବା ପରେ
ଆମେ ଶେଷକୁ ଲେଖିବା ଉପସଂହାର ବା ଶେଷ କଥା। ତ ମୁଁ ଆଶା କରୁଛି ତୁମମାନେ ଏଇଟାକୁ ବୁଝିପାରୁଥିବ, ତେଣୁ ମନ ଦେଇକି ଏହାକୁ ପ୍ରାକ୍ଟିସ୍ କରିକି ଯାଇଥିବ। ଗୋଟିଏ ଘଣ୍ଟା ଭିତରେ ଏହାକୁ ଲେଖିକି ଆସିବ।